ପୂଜ୍ୟ ବିଜ୍ଞ ବିଚାରକ ମଣ୍ଡଳୀ ଜଗତଗୁରୁ ଶଙ୍କରାଚାର୍ଯ୍ୟ ମୋହମୁଦ୍ଗରରେ ଲେଖିଛନ୍ତି, ଯାବଦେବ ଜନନଂ ତାବଦେବ ମରଣଂ ତାବଦେବ ଜନନୀ ଜଠରେ ଶୟନଂ। ଶିଶୁ ମା ଗର୍ଭରୁ ଜନ୍ମ ନେଲା ମାତ୍ରେ ତ ହିସାବ ଚାଲେ ମୃତ୍ୟୁ କେବେ ହେବ। ଆମ ଘରେ ଆମ ମା ଜନ୍ମ ଦିବସ ପାଳନ ବେଳେ ବର୍ଷେ ପୁରିଲେ ଗୋଟିଏ ମହମବତୀ ଜାଳେ। କେବେ ଲକ୍ଷ୍ୟ କରିଛନ୍ତି ତା ଆଖି କୋଣରେ ଲୁହ ବୁନ୍ଦ ଆସିଯାଏ। ସେଇଦିନ ସେ ଅନୁଭବ କରେ, ପରିପ୍ରକାଶ କରେନି, ଗୋଟିଏ ବର୍ଷ ସରିଗଲା ମୋ ପୁଅର। 5 ବର୍ଷ ଜନ୍ମଦିନ ପାଳନ ବେଳେ 5ଟି ମହମବତୀ ଜାଳେ, ଆଗୁ ଲିଭେଇ ଦିଏ। ତେଣୁ ଏହି କ୍ରମରେ ଆମର ଆୟୁ ଛିଣ୍ଡିଯାଏ। ଯାବଦେବ ଜନନଂ ତାବଦେବ ମରଣଂ। ଯେତେବେଳେ ଜନ୍ମ ହୁଏ ସେତେବେଳଠୁ ମୃତ୍ୟୁର ହିସାବ ଆସେ। ଆଉ ମୃତ୍ୟୁ ହେବା ପୂର୍ବରୁ ମାତୃ ଗର୍ଭରେ ଆଉ ଗୋଟିଏ ମାତୃ ଗର୍ଭରେ ଏ ଜୀବ ସ୍ଥାନିତ ହୁଏ। ଯାବଦେବ ଜନନଂ ତାବଦେବ ମରଣଂ ତାବଦେବ ଜନନୀ ଜଠରେ ଶୟନଂ। ତାହେଲେ ବିକାଶ ହେଲା କେଉଁଠି? ମୋକ୍ଷ ହେଲା କେଉଁଠି? ଜନ୍ମ ପରେ ମୃତ୍ୟୁ, ମୃତ୍ୟୁ ପରେ ଜନ୍ମ। ବିଶ୍ୱ ବ୍ରହ୍ମାଣ୍ଡର କର୍ତ୍ତା ମହାନ ଆତ୍ମା ପରମାତ୍ମା ତାଙ୍କ ଦେହରୁ ଅନେକ ଜୀବାତ୍ମା ସୃଷ୍ଟି କଲେ। ସେହି ଜୀବାତ୍ମା ଗୋଟିଏ ଗୋଟିଏ ଶରୀର। ଯେତେବେଳେ ସିଏ ଜାଣନ୍ତି ଏ ଶରୀର ଏ ଘଟ ପୁରୁଣା ହେଲା, ନଷ୍ଟ ହେଇଯିବ, ତେଣୁ ତୁରନ୍ତ ଆତ୍ମାକୁ ଅନ୍ୟ ଘରେ ସ୍ଥାପିତ କରନ୍ତି। ତେଣୁ କୁହନ୍ତୁ ନା, ମୃତ୍ୟୁ ପରେ ମୋକ୍ଷ ହେଲା କି ନା? ଆଜି ଏତିକି। ଆସନ୍ତାକାଲି ମୁଁ ଏ ବିଷୟରେ ଆଉ କିଛି କହିବି। ନମସ୍କାର।